ଆଜି 6ଟି ରାଜ୍ୟରେ ଝଡ଼ ବର୍ଷାର ସମ୍ଭାବନା। ଭାରତର ଅନେକ ସ୍ଥାନରେ ଥଣ୍ଡା କମିବା ଆରମ୍ଭ ହୋଇଛି, କିନ୍ତୁ ସକାଳେ ହାଲୁକା ଥଣ୍ଡା ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ତାପମାତ୍ରା ବୃଦ୍ଧି ପାଉଛି। କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ଆଜି ବର୍ଷା ହୋଇପାରେ ଏବଂ ତାପମାତ୍ରା ହ୍ରାସ ପାଇପାରେ। ତୁଷାରପାତ ମଧ୍ୟ ଆଶା କରାଯାଉଛି। 13ରୁ 17 ତାରିଖ ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରରେ, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ, ଝଡ଼ ଏବଂ ବଜ୍ରପାତ ସହିତ ବହିବାର ସମ୍ଭାବନା ଅଛି। ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମଧ୍ୟ ବର୍ଷା, ଝଡ଼ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି। ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ ନାହିଁ। ସର୍ବନିମ୍ନ ତାପମାତ୍ରା 5ରୁ 10 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଆଗାମୀ 2ରୁ 3 ଦିନ ମଧ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇପାରେ।